ମୋର ତ ନାହିଁ ନାଇଁ କରିବ କି ଆମର ପୂର୍ବତନ ସଭାପତି ସମସ୍ତେ ଜାଣିଛନ୍ତି ପ୍ରସାଦ ବାବୁ ପ୍ରସାଦ ଆମର ଦୁଇ ଜଣ ପ୍ରବକ୍ତା ଜଣେ ପଟ୍ଟନାୟକ ଆଉ ଆମର ଆଜିର ହେଉଛି ଆପଣମାନେ ଦେଖୁଥିବେ ଗତ କିଛି ଦିନ ହବ ଖବରକାଗଜ ମାନଙ୍କରେ ଟିଭିରେ ମୋଦି ଗ୍ୟାରେଣ୍ଟି କରିକିରି ଗୋଟିଏ ବଡ଼ ବାହାରୁଛି ଆଡ଼ଭର୍ଟାଇଜମେଣ୍ଟ ସବୁ ସେ ମୋଦି ଗ୍ୟାରେଣ୍ଟି ଆଡ଼ଭର୍ଟାଇଜମେଣ୍ଟ ବା ଯେଉଁ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ଭୋଟଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ ଯେଉଁ କଥା ସବୁ ସେଥିରେ କୁହାଯାଇଛି ତାହା କେତେ ପ୍ରବଞ୍ଚନାପୂର୍ଣ୍ଣ ଏବଂ ପ୍ରତାରଣାପୂର୍ଣ୍ଣ ତାହା ମୁଁ ଆପଣମାନଙ୍କ ଆଗରେ କହିବା ପାଇଁ ଚାହୁଁଛି ଯେ ଆପଣ ଯଦି ସେଠୁ ସମସ୍ତେ ଆମେ ସମସ୍ତେ ଲକ୍ଷ୍ୟ କରିବା ମୋଦି ଗ୍ୟାରେଣ୍ଟି ଦର ବୃଦ୍ଧି ବେକାରୀ ଏବଂ ପଭର୍ଟି ବା ଦାରିଦ୍ର୍ୟ ସେ ଗ୍ୟାରେଣ୍ଟିର ଅନ୍ୟ ତିନୋଟି ନାମ ହେଉଛି ଦର ବୃଦ୍ଧି ଏବଂ ଆପଣଙ୍କର ବେକାରୀ ବୃଦ୍ଧି ଏବଂ ପଭର୍ଟି ବା ଦାରିଦ୍ର୍ୟ ବୃଦ୍ଧି ଏ ତିନୋଟି ହେଉଛି ମୋଦିଙ୍କର ବେକାରୀ ସମସ୍ୟା ସମାଧାନ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ସେ କାର୍ଯ୍ୟକ୍ରମ ମଧ୍ୟ କ'ଣ କିଛି ସ୍ପେସିଫାଇଡ୍ ନୁହେଁ ସେ କଥା କହିଛି ଆପଣ ଲକ୍ଷ୍ୟ କରିବେ ସେଥିରେ ଲେଖାଯାଇଛି ଯେ ଗତ 10 ବର୍ଷ ଧରିକି ପୂର୍ବ କଥାଟା କୁହାଯାଉଥିଲା ସବୁ ଘୁଷୁଡ଼ି ପଡ଼ିଥିଲା ଦରଦାମ ବୃଦ୍ଧି ଘଟୁଥିଲା ଅଥଚ ଏଇ ଯେଉଁ ତାଙ୍କର 10 ବର୍ଷ ଭିତରେ ଦରଦାମ ବୃଦ୍ଧି ଏପରି ଭାବରେ ବଢ଼ିଲା ଯେ ସେ ସବୁ ଜିନିଷ ସେ ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ଆମ ଖାଉଟି ଜିନିଷ ସେପରିକି ପିଆଜ ଗରିବ ଲୋକର ଖାଇବା ଆଳୁ ପିଆଜ ଦର କିନ୍ତୁ ବଜାରରେ ଆଳୁ ଦର ଆହୁରି ବଢ଼ିଗଲାଣି ଦର ବୃଦ୍ଧି ହେଉଛି ମୋଦି ସରକାରଙ୍କ ମୋଦି ଗ୍ୟାରେଣ୍ଟିର ଅନ୍ୟ ଏକ ନାମ ଯେଉଁଟାକୁ ସେ କହିକି ଭୋଟ 10 ବର୍ଷ ତଳେ 14 ମସିହାରେ ଆସିଥିଲେ ସେଟା ଆସିଲେ ଆମେ ଦର ବୃଦ୍ଧି କମେଇବୁ ବା ଦର ବୃଦ୍ଧି ରୋକିବୁ ତାହା ସେଥିରେ ବିଫଳ ହୋଇଥିଲେ ସେମିତି ଭାବରେ ପଭର୍ଟି ଦାରିଦ୍ର୍ୟ ଦୂରୀକରଣକୁ ସେ ନିଜେ ଅସ୍ୱୀକାର କରିଛନ୍ତି ତାଙ୍କର ଏଇ ଆଡଭର୍ଟାଇଜମେଣ୍ଟରେ ଅଛି 81 କୋଟି ଲୋକଙ୍କୁ ସେମାନେ ମାଗଣା ଖାଇବା 5 ବର୍ଷ ମାଗଣା ଚାଉଳ ବା ଅର୍ଥାତ୍ ଲୋକଙ୍କର ଦାରିଦ୍ର୍ୟ ଲୋକଙ୍କର ଅବସ୍ଥା ଗରିବ ଅବସ୍ଥା ଆହୁରି ଅଧିକରୁ ଅଧିକ ରହିଛି ଯେଉଁଥିରେ ତାଙ୍କୁ ମାଗଣା ଚାଉଳ ଆଉ 5 ବର୍ଷ ଯୋଗାଇବା ପାଇଁ ମଧ୍ୟ ଏ ଗ୍ୟାରେଣ୍ଟି ରହିଛି ଏ ସବୁ ପ୍ରମାଣ କରୁଛି ମୋଦିଙ୍କର ସମସ୍ତ ଗ୍ୟାରେଣ୍ଟି ହେଉଛି ଦେଶରେ ଦାରିଦ୍ର୍ୟ ବଢ଼େଇବା ଦେଶରେ ବେକାରୀ ବଢ଼େଇବା ଦେଶରେ ଦରଦାମ ବୃଦ୍ଧି କରି ପଠାଇବା ଏ ହେଉଛି ମୋଦି ଗ୍ୟାରେଣ୍ଟିର ସମ୍ପୂର୍ଣ୍ଣ ଭାବରେ ମୋଦି ଗ୍ୟାରେଣ୍ଟିର ଏହା ହିଁ ହେଉଛି ପ୍ରସ୍ତାବ ଆପଣମାନେ ଦେଖିବେ କୃଷି ସମ୍ପର୍କରେ କୃଷକମାନଙ୍କର ବଡ଼ ଦାବି ହେଉଛି ଯେ ଆମର ଯାହା ଏବେ କରିବ ତାହାକୁ ଆଇନ ସମ୍ମତ କର ସେ ସମ୍ପର୍କରେ ସମ୍ପୂର୍ଣ୍ଣ ନିରବ କିଛି କୁହାଗଲା ନାହିଁ କେବଳ କୁହାଗଲା କ'ଣ ନା ଆମେ କୃଷକମାନଙ୍କୁ ଯେଉଁ ବୀମା ତାଙ୍କର କ୍ଷତିପୂରଣ ପାଇଁ ଆମେ ବୀମା ରାଶିକୁ ଆହୁରି ଏକ୍ସଟେଣ୍ଡେଡ୍ ବିସ୍ତାରିତ କରିବୁ ଅର୍ଥାତ୍ ଆମ କମିଶନ ଯିଏ ବୀମା ନେବ ସେ ବୀମା ଏଜେଣ୍ଟ ଯେଉଁ କମ୍ପାନୀମାନେ ଆମ କମିଶନକୁ ବିସ୍ତାରିତ କରିବେ ମୋଦି ଗ୍ୟାରେଣ୍ଟିର ଅନ୍ୟ ଏକ ପ୍ରଶ୍ନ ହେଲା ଯେ କେତେ ପରିମାଣରେ ଆମେ ବିସ୍ତାରିତ କରିବୁ ଆମର ବୀମା କାର୍ଯ୍ୟକ୍ରମକୁ ଏବଂ ଯେଉଁଥିରୁ ଆମେ କିଛି ନିଜ ହାତ ଚିକଣ କରିବୁ ନିଜ ଦଳର ପାଣ୍ଠି ଆଦାୟ କରିବୁ ଏ କଥା ହେଉଛି ମୋଦି ଗ୍ୟାରେଣ୍ଟିର ଅନ୍ୟ ନାମ ମୋଦି ଗ୍ୟାରେଣ୍ଟିରେ କୁହାଗଲା ଯେ ଆମେ ବିସ୍ତାରିତ କରିବୁ ଯେଉଁ ଦେବା ପାଇଁକି ଯେଉଁ ସେମାନଙ୍କର ଗରିବ ଲୋକମାନଙ୍କର ବା ବୟସ୍କ ଲୋକମାନଙ୍କର ସ୍ୱାସ୍ଥ୍ୟ ବୃଦ୍ଧ ଲୋକମାନେ ମଧ୍ୟ କରିବୁ ସ୍ୱାସ୍ଥ୍ୟ ତା କରାଗଲା
पुणी से कथा जे कमिशन आम के अधिक पाइबू केवल कमिशन पाइबार ग्यारंटी हूँ मोदी ग्यारंटी मोदी ग्यारंटी आप मैंने आ गोटे कथा देखिए से जो कहुई जे आपको करवा आम तीन चार जिनिस गुरुत्व देखते महिला कृषि कृषक मान युवक मान गरीब ये जो गुरुत्व देवा कथा कहुई ये कथा को सबको लक्ष्य कले कृषक मैंने प्रतारित महिला मानकर कथा आदौ दृष्टि की दि जाए ना केवल जहाँ चिराचरित ढंग से कहुए से प्रकार कहुई ठीक सेमती युवक मानू चाकरी दवा युवक मान कर्मसंस्थापन जोगेबा रोजगारी जोगेबा से व्यवस्था नहीं एवं गरीब लोक दरिद्र लोक साधारण लोक मानर उन्नति आर्थिक स्थितिर उन्नति घटेबा से व्यवस्था या भितर ना ये भितर ना ये चारोटी जाक सेक्शन ये चारोटी जाक वर्ग महिला कृषक युवक एवं मनुष्य ये समस्ते प्रतारित होती मोदी ग्यारंटी रे आउ गोटे बड़ कथा हूँ जो ग्यारंटी गोटे संकल्प पत्र संकल्प पत्र केवल भावावेग को नवाई किसी धर्म संपर्क व्यवस्था रखुच्च व्यवस्था कर जो लोक भितर विभ्रांत सृष्टि हम जो भितर घृणाभाव सृष्टि हम आम भारत वर्षर विविधता भितर एकता व्यवस्था भांगी हम सबुठ बड़ व्यवस्था भांगापी कि संकल्प नहीं आम संघीय व्यवस्था को मन रखी था इलेक्शन वन नेशन वन इलेक्शन ये इस्ताहार रही तार अर्थ हूँ राज्य राज्य माने स्टेट माने जो स्वतंत्र व्यवस्था स्वतंत्र सरकार व्यवस्था था संकुचित करवा एवं गोटे केन्द्र पाखे सब राज्य मान व्यवस्था को बंधा पकड़ा जमी राज्यर कौन अव्यवस्था है केन्द्र हस्तक्षेप कर सुযোগ सृष्टि करने संविधान संशोधन करने इस्ताहार रही संघीय व्यवस्था को भांगा ये इस्ताहार रही भारत वर्ष विविधता सांस्कृतिक राजनैतिक आर्थिक विविधता भितर एकतार जो व्यवस्था था भांगा समस्त संकल्प आप संकल्प पत्र रही से सब दृष्टि साधारण लोके भारत वर्षर लोके ओडिशार लोके मोदींकर यही समस्त ग्यारंटी भारतीय जनता पार्टी यही समस्त संकल्प जहाँ सब अच्छे भल भाव में अध्ययन कर देखला रिजेक्ट करेंगे ये दल को सरकार को जो 10 वर्ष धरी शासन कर भारतीय जनता पार्टी और सहयोगी मान को निश्चित भाव में प्रत्याख्यान करेंगे ये विश्वास आम अच्छे से आपण जरिया आम मोदी ग्यारंटी बीजेपी संकल्प व्यवस्था चर्चा को जाऊ लोके चर्चा करूँ एवं बुझंतु एवं ता निजर मत स्थापन करूँ ये कथा आम चाहूँ आज आपको जरिया Gracias.